ସମସ୍ତଙ୍କୁ ମୋର ନମସ୍କାର। ସ୍ୱାଗତ କରୁଛି ଜବ୍ ନୋଟିଫିକେସନ ଓଡିଆର ଆଉ ଗୋଟେ ନୂଆ ଭିଡିଓକୁ। ସୋ ଦେଖନ୍ତୁ ଆଉ ଗୋଟେ ନୂଆ ଭ୍ୟାକେନ୍ସି କୁ ନେଇ ଆମେ ଆଲୋଚନା କରିବା ଯାଉଛନ୍ତି, ଯୋଉଟା କି ଆମେ ଅଲରେଡି ଆଗରୁ ଡିସ୍କସ କରୁଛନ୍ତି କୋଉ ଡିଷ୍ଟ୍ରିକ୍ଟ ବାବଦକୁ। ଓକେ, ଯୋଉଟା କି ଆମର ଡିଷ୍ଟ୍ରିକ୍ଟ କୋଡ୍ ଯୋଉ ରହିଛି। ଓକେ, ଡିଷ୍ଟ୍ରିକ୍ଟ ଯୋଉ କୋଡ୍ ରହିଛି, ଡିଷ୍ଟ୍ରିକ୍ଟ ଓକେ କୋଡ୍ ର ଯୋଉ ଭ୍ୟାକେନ୍ସି ରହିଛି ଆମର ଜୁନିୟର କ୍ଲର୍କ କମ୍ କପିଷ୍ଟ, ଓକେ ଷ୍ଟେନୋର, ଓକେ ଏବଂ ଜୁନିୟର ଟାଇପିଷ୍ଟ ର ଯୋଉ ଭ୍ୟାକେନ୍ସି ସବୁ ରହିଛି ସେଇ ରିଗାର୍ଡିଂ ଏଇ ଭ୍ୟାକେନ୍ସି ଆସିଛି। ତ ଏଇଟା କୋଉ ଡିଷ୍ଟ୍ରିକ୍ଟ ରୁ ଆମର ଆସିଛି ଦେଖନ୍ତୁ, ଏ ଡିଷ୍ଟ୍ରିକ୍ଟ ଆସିଛି ଆମର କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟ। ଓକେ, ତ ଆପଣ ଦେଖିପାରୁଥିବେ ଅଫିସ ଅଫ ଦ ଡିଷ୍ଟ୍ରିକ୍ଟ ଜଜ୍ କେନ୍ଦ୍ରାପଡା। ତ କେନ୍ଦ୍ରାପଡ଼ା ତରଫରୁ ଫାଇନାଲି ନୋଟିଫିକେସନ ଆସିଛି। ନୋଟିଫିକେସନ କେବେ ରିଲିଜ କରାଗଲା ଦେଖନ୍ତୁ, ରିଲିଜ ହେଇଛି ଆପଣଙ୍କର 30 ଜୁନ 2024 ତାରିଖ। ଆଜି ହଉଛି ଆପଣଙ୍କର 4 ଜୁଲାଇ। ଓକେ, 4 ଜୁଲାଇ 2024। ଓକେ, ତ ପାଖାପାଖି ଆପଣଙ୍କର 4 ଦିନ ସମୟ ହେଇଗଲାଣି ୟାକୁ ଆଡଭର୍ଟାଇଜମେଣ୍ଟ ରିଲିଜ ହବାର। ତ ଏଇ ରିଗାର୍ଡିଂ ଟିକେ ଆମେ ଅଲରେଡି ଆଲୋଚନା ଟିକେ କରିଦେବା। ତ ଅଲରେଡି ଜାଣିଛନ୍ତି କଣ କଣ ସବୁ ଭ୍ୟାକେନ୍ସି ରହିଛି। ମୁଁ ଆଉଥରେ କହି ରଖୁଛି ଆପଣଙ୍କୁ, ଗୋଟେ ହଉଛି ଆପଣ ଦେଖନ୍ତୁ ଜୁନିୟର କ୍ଲର୍କ କମ୍ କପିଷ୍ଟ ଭ୍ୟାକେନ୍ସି, ଷ୍ଟେନୋଗ୍ରାଫର ଗ୍ରେଡ୍ 3 ର ଭ୍ୟାକେନ୍ସି, ଜୁନିୟର ଟାଇପିଷ୍ଟ ଏବଂ ସାଲାରି ଅମିନ ର ଭ୍ୟାକେନ୍ସି ରହୁଛି। ତ ଭ୍ୟାକେନ୍ସି କଣ କଣ ରହୁଛି ତା ଆଗରୁ ମୁଁ କହି ରଖୁଛି, ଯଦି ଆପଣ ଗ୍ରାଜୁଏସନ ପାସ୍ କରିଛନ୍ତି, ଓକେ ଗ୍ରାଜୁଏସନ ପାସ୍ କରିଛନ୍ତି, ତାହେଲେ ଆପଣ ଏଲିଜିବଲ ହଉଛନ୍ତି ଆପଣ ଜୁନିୟର କ୍ଲର୍କ, ଷ୍ଟେନୋଗ୍ରାଫର ଏବଂ ଜୁନିୟର ଟାଇପିଷ୍ଟ ଭ୍ୟାକେନ୍ସିକୁ ଆବେଦନ କରିବା ପାଇଁ। ଠିକ ଅଛି, ତା ସହିତ ଦେଖନ୍ତୁ ଆପଣଙ୍କ ଏଇଟା ପାଇଁ ବି ଆପଣ ଆବେଦନ କରିପାରିବେ, କିନ୍ତୁ ୟା ପାଇଁ କଣ ହଉଛି, ୟା ପାଇଁ ଆପଣଙ୍କୁ ଗୋଟେ ଆରଆଇ ର ଯୋଉ ରହିଛି ଟ୍ରେନିଂ ସାର୍ଟିଫିକେଟ ଆପଣଙ୍କ ପାଖରେ ରହିବା ଜରୁରୀ ଅଟେ। ଠିକ ଅଛି, ଏଇ ସାଲାରିଡ ଅମିନ ପାଇଁ। କ୍ଲିୟର ଏତିକି ଜିନିଷ। ଓକେ, ତ ଏଇ ଜିନିଷ ଏଟା ମୋଟାମୋଟି ଭାବରେ କ୍ୱାଲିଫିକେସନ ଆପଣଙ୍କୁ ଏତିକି ଲାଗିବ। ତ ଭ୍ୟାକେନ୍ସି କଣ କଣ ରହିଛି ସେଟା ଦେଖନ୍ତୁ। ଭ୍ୟାକେନ୍ସି ରହିଛି, ଆପଣ କହିଲେ ଯେ ଟୋଟାଲ ଭ୍ୟାକେନ୍ସି କୋଉଥିରେ କେତେ ରହିଛି ଦେଖିବା। ଆପଣ ଯଦି ଦେଖିବେ ଜୁନିୟର କ୍ଲର୍କ କପିଷ୍ଟ ପାଇଁ ଦେଖିବେ 10ଟି ଭ୍ୟାକେନ୍ସି ରହୁଛି। ସେଇଥିରୁ ଏସଟି ମାନଙ୍କ ପାଇଁ 4ଟି ରହୁଛି, ଏସସି ପାଇଁ 2ଟି, ଏସସି ବିସି ପାଇଁ 1 ଏବଂ ଅନରିଜର୍ଭ ପାଇଁ 3ଟି ଭ୍ୟାକେନ୍ସି ରହୁଛି। ଏବଂ ସେମିତି ଆମର ଦେଖିବା ଷ୍ଟେନୋଗ୍ରାଫର ପାଇଁ ରହୁଛି 3ଟି ଭ୍ୟାକେନ୍ସି, ଜୁନିୟର ଟାଇପିଷ୍ଟ ପାଇଁ ଆପଣଙ୍କର 5ଟି ରହୁଛି ଏବଂ ଆପଣଙ୍କର ସାଲାରି ଅମିନ ପାଇଁ କେବଳ ଗୋଟେ ହିଁ ଭ୍ୟାକେନ୍ସି ରହିଛି, ସେଟା ବି ଏସଟି କ୍ୟାଟାଗୋରୀ ପାଇଁ ରହିଛି। ଠିକ ଅଛି, ସାଲାରି ଦେଖୁଥିବେ ଯୋଉ ପେ ଲେଭେଲ ରହିଛି, ଭଲ ପେ ଲେଭେଲ ରହୁଛି। ଆପଣ ଲେଭେଲ 4 ରୁ ଷ୍ଟାର୍ଟ ହଉଛି, ଓକେ ଦେଇକିନା ଲେଭେଲ 7 ପର୍ଯ୍ୟନ୍ତ ଆପଣଙ୍କର ସାଲାରି ରହୁଛି, ଯୋଉଟା କି ଷ୍ଟେନୋଗ୍ରାଫର ଗ୍ରେଡ୍ 3 ର ରହୁଛି ଲେଭେଲ 7 ର ସାଲାରି। ତ ଆପଣଙ୍କର ଯୋଉ ବେସିକ ପେ ଷ୍ଟାର୍ଟ ହଉଛି ସେଟା ହଉଛି 19,900 ଟଙ୍କାରୁ ଷ୍ଟାର୍ଟ ହଉଛି, ଯୋଉଟା କି ଆପଣ ଜୁନିୟର କ୍ଲର୍କ କମ୍ କପିଷ୍ଟ ପାଇଁ। ଏବଂ ଆପଣ ଷ୍ଟେନୋଗ୍ରାଫର ପାଇଁ 25,500 ରୁ ଷ୍ଟାର୍ଟ ହଉଛି ଏବଂ ଜୁନିୟର ଟାଇପିଷ୍ଟ ପାଇଁ ସେମ୍ ଅଛି ଜୁନିୟର କ୍ଲର୍କ ର ଯାହା ରହିଛି। ଏବଂ ଆପଣ ସାଲାରି ଅମିନ ଯୋଉ ରହିଛି ସେଟା ହଉଛି 21,700 ଟଙ୍କାରୁ ଆରମ୍ଭ ହଉଛି। ଓକେ, ଏ ସବୁ ରହୁଛି ଆପଣଙ୍କ ସାଲାରି ରିଗାର୍ଡିଂ। ତ ଆଉ କଣ ରହିଛି ଟିକେ ଦେଖିବା। ତାପରେ ମୁଁ କହି ରଖିଛି ଟିକେ, ଯଦି ଆପଣ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ବିଲଙ୍ଗ କରୁନାହାନ୍ତି, नो मैटर, କିଛି ଅସୁବିଧା ନାହିଁ। ଆପଣ ଅନ୍ୟ ଡିଷ୍ଟ୍ରିକ୍ଟ ଯଦି ବିଲଙ୍ଗ କରୁଛନ୍ତି ସେମାନେ ବି ଆବେଦନ କରିପାରିବେ। ଓକେ କ୍ଲିୟର, ଯେ କୌଣସି ଡିଷ୍ଟ୍ରିକ୍ଟର ପିଲା ହୁଅନ୍ତୁ ନା କାହିଁକି ଆପଣ ଏ ଭ୍ୟାକେନ୍ସି ବାବଦରେ ଆଲୋଚନା ମାନେ କଣ ଆବେଦନ କରିପାରିବେ ବା ମାନେ କଣ କରିପାରିବେ, ଆପ୍ଲାଏ କରିପାରିବେ। ଆଉ ପ୍ରଥମ କଥା ହଉଛି ଏଟା କୌଣସି ପ୍ରକାର ଆପଣଙ୍କର ଅନଲାଇନ ମାଧ୍ୟମରେ ଆପ୍ଲାଏ ହବ ନାହିଁ, ଏଟା ଆପଣଙ୍କୁ ଅଫଲାଇନ ମାଧ୍ୟମରେ ଓକେ ସ୍ପିଡ ପୋଷ୍ଟ ବା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଏଟା ଆପ୍ଲାଏ କରିବାକୁ ପଡିବ। ଠିକ ଅଛି, ଦେଖନ୍ତୁ ଏଇଟା ଦେଖନ୍ତୁ ଦେଖନ୍ତୁ ଆଉ ଗୋଟେ କଥା, ଯେ ଆପଣଙ୍କ ଯୋଉ ସିଲାବସ ସବୁ ମେନସନ କରାଯାଇଛି ସବୁ ଜିନିଷଟି ମେନସନ କରିଦିଆଯାଇଛି, ତ ସେଟା ପାଇଁ କିଛି ଅରିଡ ହେବେ ନାହିଁ। ଆପଣ ଆରାମସେ ଟିକେ ରିଡ୍ ବି କରିନେବେ ତା ବାବଦକୁ ଆପ୍ଲାଏ କରିବା ପୂର୍ବରୁ। ତ ଦେଖନ୍ତୁ ଆପଣଙ୍କ ଯୋଉ ମିନିମମ ଏଜ ରହୁଛି ସେଟା ହଉଛି 18 ରୁ 42 ବର୍ଷ ରହୁଛି। କୋଉଥିପାଇଁ ଆପଣଙ୍କର ଏଇ ଯୋଉ ରହୁଛି ଆପଣଙ୍କର ଜୁନିୟର କ୍ଲର୍କ କମ୍ କପିଷ୍ଟ, ଷ୍ଟେନୋଗ୍ରାଫର ଏବଂ ଜୁନିୟର ଟାଇପିଷ୍ଟ ର ଯୋଉ ଭ୍ୟାକେନ୍ସି ରହିଛି ତା ପାଇଁ ଆପଣଙ୍କର ମିନିମମ ଏଜ ହଉଛି 18 ଏବଂ ମାକ୍ସିମମ ହଉଛି 42। କେବେ ସୁଦ୍ଧା ଆପଣଙ୍କର 1/5/2024 ମାନେ କହିବାକୁ ଗଲେ ଆପଣଙ୍କର ମେ ମାସ ସୁଦ୍ଧା, କାହିଁକିନା ଜୁନ ଏଟାକୁ ରିଲିଜ କରିଛନ୍ତି ସେ ନୋଟିଫିକେସନ କୁ, ତ 1 ମେ ସୁଦ୍ଧା ଆପଣଙ୍କର ବୟସ ସୀମା କମ ସେ କମ ଆପଣଙ୍କର 18 ବର୍ଷ ହଉଥିବା ଦରକାର ଅଛି। ଠିକ ଅଛି, ଏବଂ ମାକ୍ସିମମ୍ ଆପଣଙ୍କୁ 42 ଭିତରେ ରହୁଥିବା ଦରକାର ଅଛି। ଆଉ ଯଦି ଆପଣ ଯଦି ଏବେ ଯାଇକି 18 ବର୍ଷ ହଉଛନ୍ତି, ଓକେ ମେ ପରେ ଜୁନରେ ଯଦି ଆପଣ 18 ବର୍ଷ ହେଲେ, ଓକେ ଜୁନ ମନ୍ଥରେ, ତାହେଲେ ଆପଣ ଏଲିଜିବଲ ହେବେନି ୟାକୁ ଆବେଦନ କରିବା ପାଇଁ। ମୁଁ କହି ରଖୁଛି, ଯୋଉ ପିଲାମାନେ ମେ ପୂର୍ବରୁ ଯଦି ଆପଣଙ୍କର ବୟସ 18 ବର୍ଷ ହେଇସାରିଛି, କମ୍ପ୍ଲିଟ ହେଇଯାଇଛି, ସେଇମାନେ ହିଁ ଏଲିଜିବଲ ହେବେ ୟାକୁ ଆବେଦନ କରିବା ପାଇଁ। କ୍ଲିୟର, ଓକେ। ତ ଆଉ କଣ ସବୁ ଟିକେ ଦେଖିବା। ଓକେ, ତ ଆଉ ଗୋଟେ କିଛି ତାର ନାହିଁ, ଜୁନିୟର ଟାଇପିଷ୍ଟ କଥା ରହିଲା। ଠିକ ଅଛି, ଆଉ ଗୋଟେ କଥା ଦେଖନ୍ତୁ ମୁଁ କହି ରଖୁଛି ଯେ ଆପଣଙ୍କୁ ଏଠି ଗୋଟେ କଣ ଲାଗିଥାଏ ନା, ଆପଣଙ୍କର ଯୋଉ ଇଏ ରହୁଛି ଆପଣଙ୍କୁ କଣ କହିଲେ, ଆମର ଯୋଉ ମୁଁ ଟିକେ ମନେ ପଡୁନି ମୁଁ କହି ରଖୁଛି, ରୁହନ୍ତୁ ଏଠି ଗୋଟେ ଆପଣ ଦେଖେଇ ଦଉଛି ଜିନିଷଟା ଆପଣ ଯୋଉଟା ଜାଣିପାରିବେ। ଓକେ, ଯୋଉ ଆମର କ୍ୱାଲିଫିକେସନ କଥା ମୁଁ ଟିକେ ଇଏ ହେଇଛି। ଓକେ, ତ ଛାଡ଼ନ୍ତୁ ସେଟା ମୁଁ ଆପଣଙ୍କୁ ଯଦି କେତେବେଳେ ମନେ ପଡେ ତ ମୁଁ ଆପଣଙ୍କୁ ସେଟା କହିଦେବି। ଠିକ ଅଛି, ଓକେ ଠିକ ଅଛି। ଆଉ ସରି ଗୋଟେ କଣ କହିଲି, କ୍ୟାରେକ୍ଟର ସାର୍ଟିଫିକେଟ। ଓକେ ସରି ମନେ ପଡିଲା, କ୍ୟାରେକ୍ଟର ସାର୍ଟିଫିକେଟ ଆପଣଙ୍କର କ୍ୟାରେକ୍ଟର ସାର୍ଟିଫିକେଟ କଥା ମୁଁ କହି ରଖୁଛି, ଟିକେ ଷ୍ଟ୍ରିକ୍ଟଲି ଟିକେ ମନେ ରଖିବେ। ଆପଣଙ୍କୁ ଦୁଇଟି ନମ୍ବର ଅଫ କ୍ୟାରେକ୍ଟର ସାର୍ଟିଫିକେଟ ଆପଣଙ୍କୁ ଦରକାର ପଡିଥାଏ। ସେଟା ବି ଅଲଗା ଅଲଗା ଯୋଉମାନେ ଅଥରିଟି ଅଛନ୍ତି, ମାନେ ଆପଣଙ୍କର ଯୋଉ ମାନେ କ୍ୟାରେକ୍ଟର ସାର୍ଟିଫିକେଟ ଯୋଉ ଆପ୍ରୁଭାଲ ଯୋଉ ଅଥରିଟି ଅଛନ୍ତି ତାଙ୍କ ଦ୍ୱାରା। ଆପଣ ସପୋଜ ଯଦି କୌଣସି ମେଡିକାଲ ରୁ ଆଣୁଛନ୍ତି, କୌଣସି ଚିଫ ମେଡିକାଲ ଡକ୍ଟର ଅଛନ୍ତି, ଓକେ ତାଙ୍କଠୁ ଦୁଇଟି ଆଣିଲେ ସେଟାକୁ ଆପ୍ଲାଏ କଲେ ଆପଣଙ୍କର କ୍ୟାନସଲ କରିଦେବେ। ଆପଣଙ୍କୁ ଦୁଇଟି କ୍ୟାରେକ୍ଟର ସାର୍ଟିଫିକେଟ ଅଲଗା ଅଲଗା ମାନେ କଣ କରିବେ, ଆପଣ ଆପ୍ରୁଭାଲ ଯୋଉ ଆପ୍ରୁଭ ଅଥରିଟି ଅଛନ୍ତି, ଓକେ ତାଙ୍କ ଦ୍ୱାରା ଆଣିବା ଜରୁରୀ ଅଟେ। ଯେମିତି ସପୋଜ ଯଦି ଆପଣ କୋଉ ମାନେ ଭିଲେଜ କୁ ବିଲଙ୍ଗ କରୁଛନ୍ତି, ଓକେ ଗୋଟେ ଗାଁକୁ ବିଲଙ୍ଗ କରୁଛନ୍ତି, ଗାଁରୁ ଆସୁଛନ୍ତି, ତାହେଲେ ମୁଁ କହିବି ଯେ ଗୋଟେ ପ୍ରଥମେ ଆପଣ ଆଣନ୍ତୁ ସରପଞ୍ଚଙ୍କ ଠାରୁ। ଓକେ ସରପଞ୍ଚଙ୍କ ଠାରୁ ଗୋଟେ କ୍ୟାରେକ୍ଟର ସାର୍ଟିଫିକେଟ ଆଣନ୍ତୁ ଗୋଟେ,
ଆଉ ଗୋଟେ ଆଣନ୍ତୁ ଆପଣଙ୍କର ମେଡିକାଲ ଯିଏ ଅଛନ୍ତି, ମେଡିକାଲ ଯିଏ ମାନେ ସେମିତି ମାନେ ଚିଫ୍ ଯୋଉ ଅଫିସର ହଉଛନ୍ତି, ମେଡିକାଲ ଅଫିସର ହଉଛନ୍ତି, ଓକେ, ଯିଏ ମେଡିକାଲ ଅଫିସର ଅଛନ୍ତି ତାଙ୍କ ଠାରୁ ଗୋଟେ ଆଣନ୍ତୁ। ଏଇଭଳି ଭାବରେ ଆପଣ ଦୁଇଟି ଆଣିକି ଆପଣ ଡିପୋଜିଟ କରିପାରିବେ। ଠିକ ଅଛି, ଓକେ, ଏ ଜିନିଷ ଅଛି। ତ ସିଲାବସ ସବୁ ମେନସନ ବି କରିଦିଆଯାଇଛି। ଓକେ, ସେ ସବୁ ଜିନିଷ ଟିକେ ଆପଣ ଦେଖିବେ, ଟିକେ ଆରାମସେ ରିଡ୍ କରିବେ। ଆମକୁ ଆପ୍ଲିକେସନ ମାନେ ଯୋଉ ରହିଛି ଆପଣଙ୍କର ଯୋଉ ପିଡିଏଫ ରହିଛି ସେଟାକୁ ଆପଣ ସାଇଟକୁ ଯାଇ କେନ୍ଦ୍ରାପଡ଼ାର ଯୋଉ ଡିଷ୍ଟ୍ରିକ୍ଟ ସାଇଟ ରହିଛି ସେ ସାଇଟକୁ ଭିଜିଟ କରି ଆପଣ ଡାଉନଲୋଡ କରିପାରିବେ। ନଚେତ ଆପଣଙ୍କୁ ମୁଁ ଟେଲିଗ୍ରାମ ଚ୍ୟାନେଲ ପ୍ରୋଭାଇଡ କରିଦେବି, ସେ ଟେଲିଗ୍ରାମ ଚ୍ୟାନେଲରେ କ୍ଲିକ୍ କରି ଆପଣ ସେ ଟେଲିଗ୍ରାମ ଚ୍ୟାନେଲରୁ ଡାଉନଲୋଡ ବି କରି ନେଇଯାଇ ପାରିବେ। ଠିକ ଅଛି, ଏତିକି ଜିନିଷ ରହୁଛି। ଆଉ ଦେଖନ୍ତୁ, ଆଉ ବେଶୀ ମୁଁ ଡିସକସ କରିବିନି, ଏତିକି ଜିନିଷ ଆମେ ଡାଇରେକ୍ଟଲି ଆମେ କଥା ହବା ଲାଷ୍ଟଲି ଯୋଉ ଆପଣଙ୍କର ଲାଷ୍ଟ ଡେଟ୍ ରହିଛି। ଦେଖନ୍ତୁ, ଓକେ, ଲାଷ୍ଟ ଡେଟ୍ ରହିଛି, ଲାଷ୍ଟ ଡେଟ୍ ଟିକେ ଯିବା ତଳକୁ, ଆପଣଙ୍କର ଲାଷ୍ଟ ଡେଟ୍ କେବେ ରହୁଛି ଦେଖିବା। ଓକେ, ଟିକେ ଓକେ, ଦେଖନ୍ତୁ ଆପଣଙ୍କୁ ରହୁଛି ଦ ଲାଷ୍ଟ ଡେଟ୍ ଅଫ ଦ ରିସିପ୍ଟ ଆପ୍ଲିକେସନ ଫର୍ମ, ସେଟା ହଉଛି 3/8/2024, ମାନେ ଅଗଷ୍ଟ 3 ତାରିଖ ହଉଛି ଆପଣଙ୍କର ଲାଷ୍ଟ ଡେଟ୍ ହଉଛି ଆପଣଙ୍କର ଯୋଉ ରହିଛି ଆପ୍ଲିକେସନ ଫର୍ମ ସହିତ ଆପଣ ଯୋଉ ରିକ୍ୱାର୍ଡ ଡକ୍ୟୁମେଣ୍ଟ ସେ ମାଗିଛନ୍ତି ସେ ଡକ୍ୟୁମେଣ୍ଟକୁ ଆପଣଙ୍କୁ ଆଟାଚ କରି 8/3 ସୁଦ୍ଧା, ସରି ହଁ ମାନେ 3/8 ସୁଦ୍ଧା, ମାନେ ଆପଣଙ୍କର ଅଗଷ୍ଟ 3 ସୁଦ୍ଧା ଆପଣଙ୍କୁ ସେଠି ପହଞ୍ଚାଇବାକୁ ପଡିବ। କୋଉଠି ପହଞ୍ଚାଇବାକୁ ପଡିବ? ଆପଣଙ୍କର ଡିଷ୍ଟ୍ରିକ୍ଟ ଜଜ୍ ରହିଛି ଯୋଉ ସିଭିଲ କୋର୍ଟସ କେନ୍ଦ୍ରାପଡା ପିନ୍ 754211 ଏଇ ଆଡ୍ରେସରେ ଆପଣଙ୍କର ପହଞ୍ଚିବା ଦରକାର ଅଛି ଆପଣଙ୍କର ଆପ୍ଲିକେସନ ଫର୍ମ। ଯଦି ୟା ପରେ ପହଞ୍ଚୁଛି ତାହେଲେ ଆପଣଙ୍କୁ ସେଟାକୁ ସେ କଣ କରିବେ, ଇନଭାଲିଡ ତାକୁ ବା ଆକ୍ସେପ୍ଟ କରିବେ ନାହିଁ। ବୁଝିପାରୁଛନ୍ତି? ଠିକ ଅଛି, ନହେଲେ ଆପଣ କଣ କରିବେ, ଡ୍ରପ ବକ୍ସ ବି କରିପାରିବେ। କେପ୍ଟିଂ ଦ ଡ୍ରପ ବକ୍ସ ଇନ ଦ ସିଭିଲ କୋର୍ଟ ପ୍ରିମାଇଜେସ୍ କେନ୍ଦ୍ରାପଡ଼ା ଫ୍ରମ 10 AM to 5 PM on the working days। ଓକେ, ମାନେ ଆପଣ କେନ୍ଦ୍ରାପଡ଼ାକୁ ଯାଇ କେନ୍ଦ୍ରାପଡ଼ା ଯୋଉ କୋର୍ଟ ପ୍ରିମାଇଜେସ୍ ଅଛି ସେ କେନ୍ଦ୍ରାପଡ଼ା ଯୋଉ ମାନେ ଡ୍ରପ ବକ୍ସ ରହିଛି ସେ ଡ୍ରପ ବକ୍ସ ରେ ଆପଣ ଦେଇପାରିବେ ଯଦି ଆପଣ ସେଇ ଆଖପାଖରେ ଯଦି ବିଲଙ୍ଗ କରୁଛନ୍ତି। ବୁଝିପାରୁଛନ୍ତି? ଓକେ, ତ ଏଇଟା ହଉଛି ଆପଣଙ୍କର ଲାଷ୍ଟ ଡେଟ୍, ମାନେ ଆପଣଙ୍କର ଅଗଷ୍ଟ 3 ତାରିଖ। ଠିକ ଅଛି, ଅଗଷ୍ଟ 3 ତାରିଖ ଆପଣଙ୍କ ଲାଷ୍ଟ ଡେଟ୍ ଆପ୍ଲାଏ କରିବାର, ତାଠୁ ଆଉ କିଛି ନାହିଁ। ତାପରେ ଯଦି ପହଞ୍ଚି ଆପଣଙ୍କୁ ରିଜେକ୍ସନ କରି ଦିଆଯିବ ୱିଦାଉଟ୍ ଏନି ରିଜନ ଦିଆ ହେଇକି। ଠିକ ଅଛି, ତ ଏଇଥିଲା ଦେଖନ୍ତୁ ଏଠି ୱେବସାଇଟ ଆପଣ ମେନସନ କରିଦିଆଯାଇଛି kendrapada.dcourts.gov.in। ଏଇ ୱେବସାଇଟ ବା ପୋର୍ଟାଲ ଭିଜିଟ କରି ଆପଣ କମ୍ପ୍ଲିଟ ମାନେ ଆପଣଙ୍କର ଅଫିସିଆଲ ଆପ୍ଲିକେସନ ପିଡିଏଫ କୁ ଡାଉନଲୋଡ କରି ପାରିବେ। ଠିକ ଅଛି, ଓକେ, କ୍ଲିୟର ଜିନିଷ। ଏଠି ଦେଖନ୍ତୁ ମୁଁ ତଳକୁ ଟିକେ ଦେଖି ଦଉଛି ଆପଣଙ୍କୁ ଆପ୍ଲିକେସନ ଫର୍ମ, ଏଇଭଳି ଭାବରେ ଆପଣଙ୍କ ଆପ୍ଲିକେସନ ଫର୍ମ ଆପଣଙ୍କୁ ଦେଖାଯିବ। ଠିକ ଅଛି, ୟାକୁ ଭରିବେ ଭଲ ଭାବରେ ଯେତିକି ସବୁ ରହିଛି। ଓକେ, ତାପରେ ଆକୁ ଯେତିକି ବି ଆପଣଙ୍କୁ ରିକ୍ୱାର୍ଡ ଡକ୍ୟୁମେଣ୍ଟ ଅଛି ତାକୁ ଆଟାଚ କରି ଆପଣଙ୍କୁ କଣ କରିବାକୁ ପଡିବ, ୟାକୁ ପଠେଇବାକୁ ପଡିବ। ଠିକ ଅଛି, ତ କ୍ଲିୟର ହେଲା। ଏଟା ଗୋଟେ ଛୋଟ ମୋଟ ଆମର କହିବାକୁ ଗଲେ ଭଲ ଭ୍ୟାକେନ୍ସି କହିପାରିବି ଗୋଟେ ଡିଷ୍ଟ୍ରିକ୍ଟ କୋର୍ଟରେ, ମାନେ ଡିଷ୍ଟ୍ରିକ୍ଟ ଆପଣ ନିଜ ଜିଲ୍ଲାରେ ନିଜ ଜାଗାରେ ନିଜ ମାନେ ପାଖରେ ଘର ପାଖରେ ଆପଣ ଚାକିରି କରିପାରିବେ। ଠିକ ଅଛି, ତ ଏଥିଲା ଗୋଟେ ଆମର ଛୋଟ ଇନଫର୍ମେସନ। କେମିତି ଲାଗିଲା ଇନଫର୍ମେସନ ଆପଣଙ୍କୁ ନିହାତି ମତେ କମେଣ୍ଟ ସେକ୍ସନ ଜଣାଇବେ। ଯଦି କୌଣସି ପ୍ରକାର ଇନଫର୍ମେସନ ଦେଇଥାଏ ଆପଣଙ୍କୁ ହେଲ୍ପ ହଉଛି ତାହେଲେ ଅନ୍ୟମାନଙ୍କୁ ବି ସେୟାର କରନ୍ତୁ। ଇନଫର୍ମେସନ ସେୟାର କରିବା ସହିତ ଯଦି ଆପଣ ଚ୍ୟାନେଲକୁ ନୂଆ ହିଁ ଆସିଛନ୍ତି କଣ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ବେଲ ଆଇକନ ଦବାଇ ରଖନ୍ତୁ, ଯାହାଦ୍ୱାରା ଯେତେବେଳେ ଭ୍ୟାକେନ୍ସି ରିଲେଟେଡ ଭିଡିଓଜ ହଉ କିମ୍ବା ଇନଫର୍ମେସନ ରିଲେଟେଡ ଭିଡିଓଜ ହଉ ମୁଁ ଅପଲୋଡ କରିବି ପ୍ରଥମେ ଆପଣଙ୍କୁ ନୋଟିଫିକେସନ ପହଞ୍ଚିଯିବ। ଠିକ ଅଛି, ଆମେ ପୁଣି ଥରେ କଥା ହବା ଆଉ ଗୋଟେ ନୂଆ ଭ୍ୟାକେନ୍ସିକୁ ନେଇ। ଏବେ ରହିଲି, ନମସ୍କାର, ଜୟ ଜଗନ୍ନାଥ।